केते सुंदर व्यू है कि बहुत सुंदर लगुच बहुत सुंदर व्यू गाँ लोक चाष जमी सब एटा ए रास्ताटा आंध्र को जाइए रास्ता आंध्र को जाइए एपट्रे एटा एमती ए रास्ता एमती जाइए कोरापुट एटा गोटे एनएच 26 एनएच एम जाइए या भितर गोटे बहुत गाँ गुड़ाक अच्छा आदिवासी गाँ गुड़ाक सब बहुत बढ़िया जगटा आंब गछ आंब बौल धरची आगे सुंदर पहाड़ अच्छी गोटे खजुरी गछ गोटे छोट झुपुड़ी चालिया घर भाया जरी पॉलिथिन पड़ी ये घर टी भांगी जाए किए जड़े घर कर संपूर्ण गोटे आदिवासी गाँटा एठी सब तांकर कौन एटा गरम पानी बसची गाधेवा लोक मानकर एठी सब गरम पानी होउतिबो सकाळू सकाळू गरम पानी लोक गाधेबे एटा हो गोटे छोट गाँ टे पाखापाखि गोटे 30-35 घर आदिवासी अच्छा ये काठ चुली रे गरम पानी कर चारिपटे केते सुंदर परिवेश कदली गछ एठे आंब गछ सब चारिपटे बहुल धरी गलानी एटा बहुत सुंदर खजुरी गछ अच्छी आगे पहाड़ सान सान पिला माने सब स्कूल जाई न कि पिला माने स्कूल जाऊ ना कि जो आदिवासी गाँ टी केवल एमाने सब चाष बास करती पाठ पढ़िबा तो कम कथा आउ सकाळ हेले से माने गाधेबे तांकर खाइबे तांकर जहाँ जो काम थी से बाहरी जाए घर सब जाल घर गुहाल ए सब टिके टिके परिवर्तन हो गलानी एटा तांको गोटे कोठा घर 2-3 टा कोठा घर सब अच्छी गाँ भितर नमस्कार आउ ये हूँ आमर भाई जने लक्षण पेदा काबू ना हाँ हाँ ये भाईटी जने आमर गाँव भल मंद बुझाबुझी करती गोटा गुहाल घर गोटे गुहाल घर गाई शाला सब रुहती आगे गोटे खोला जमी चाष जमी सब जी खजुरी गछ माँ मैंने गाधौन सब पानी पाइप आस गाधौं माँ जन कि गाधौं
କେତେ ସୁନ୍ଦର ପରିବେଶଟି ଅଛି, ଚାଷ ଜମି ତା ସହିତ ଏଇ ଲୋକମାନେ ସବୁ ଖଜୁରୀ ଗଛରୁ ଖଜୁରୀ ରସ ସଂଗ୍ରହ କରୁଛନ୍ତି। ଯିବା ଦେଖିବା। ବହୁତ ବଢିଆ ହେଇଛି ତମ ଗାଁ ଟା। ବହୁତ ବଢିଆ ହେଇଛି ତମ ଗାଁ ଟା ସୁଟିଂ କରିବା ପାଇଁ, ଫଟୋ ସୁଟିଂ କରିବା ପାଇଁ ବଢିଆ ହେଇଛି। ଏଇଟା ଖଜୁରୀ ରସ ଇଏ ହଉଛି କଲେକ୍ସନ ହଉଛି ନାଇଁ କି? ଓହୋ ବଢିଆ ହେଇଛି, ବଢିଆ ଦେଖା ହାଉଛ ଭାଇ ଫଟୋରେ। ହା ବଢିଆ ଦେଖାଯାଉଛି। ଆଉ ଟିକେ ଜୁମ କରିଦବା। ଏଠି ଭାଇ ଜଣେ ଆମର ଖଜୁରୀ ଗଛରେ ଚଢିକିରି ଖଜୁରୀ ରସ କଲେକ୍ସନ କରୁଛନ୍ତି। ଏ ଚାରିପଟ ଦେଖନ୍ତୁ କେତେ ଖଜୁରୀ ଗଛ ସବୁ ଅଛି, ବହୁତ ବଢିଆ ଲାଗୁଛି। ବହୁତ ବଢିଆ ଲାଗୁଛି। ଏପଟରେ ମଧ୍ୟ ଖଜୁରୀ ଗଛ ବହୁତ ଅଛି। ଏଇ ଯୋଉ ଲମ୍ବା ଲମ୍ବା ଗଛ ଗୁଡା ସିଏ ବି ସଲପ ଗଛ। ଆମ୍ବ ଗଛରେ ଆମ୍ବ ବଉଳ ଧରିଗଲାଣି। ଆଗରେ ସୁନ୍ଦର ପାହାଡ, ବଢିଆ ଲାଗୁଛି। ତମ ନାଁ କଣ ଭାଇ? ତମ ନାଁ? ନା ଫେରୁ ଏଠି ଲୋକ କଣ କରନ୍ତି ନା ପ୍ରାୟ ବୁଝି ପାରନ୍ତିନି ଓଡିଆ। ଏଠି କିଛି କିଛି ଲୋକ ଓଡିଆ ବୁଝନ୍ତି ଆଉ ବୁଝି ପାରନ୍ତିନି। ଭାଇ ଆମର କେତେ ସୁନ୍ଦର ଭାବରେ ଖଜୁରୀ ଗଛରେ ଚଢି ଏତେ ବଢିଆ କିରି ଖଜୁରୀ ରସ କଲେକ୍ସନ କରୁଛନ୍ତି। ବଢିଆ ହେଇଛି। ଏଇଟା ତାଙ୍କର ଟ୍ରାଡିସନ ଆଦିବାସୀ ଲୋକଙ୍କର ଏଇଟା ମାନେ ଏଇଟା ଗୋଟେ ଅଭ୍ୟାସ। ସକାଳୁ ଟିକେ ନିଶା ସେବନ କରିବା, କେତେବେଳେ ସନ୍ଧ୍ୟା ବେଳେ ଏ ରସ ସଂଗ୍ରହ କରିକି ପିଇବେ। ବହୁତ ବଢିଆ ହେଇଛି ଆଙ୍କର ଜୀବନ ଶୈଳୀ ବହୁତ ସୁନ୍ଦର। ଯେତିକି ଯାହା ମିଳିଲା ସେ ଖୁସିରେ ରହିବେ। ଆଗରେ କିଛି ଚାଷ ଜମି ତାଙ୍କର ଦେଖନ୍ତୁ। ଏତେ ବଢିଆ ଚାଷ ଜମି କରିଛନ୍ତି। ଥାକ ଥାକ ହେଇକି ସେ ଜମି ଗୁଡାକ ସବୁ ରହିଛି। ପାହାଡରୁ ପାଣି ଗଡିବ ତ ସେଥିପାଇଁ ସେମାନେ ଥାକ ଥାକ କରି କରିଥିବେ ଜମି। ଦର୍ଶକ ବନ୍ଧୁ, ଆପଣ ମାନଙ୍କୁ ଏ ଗାଁ ଟା ବିଷୟରେ ଦେଖେଇଲି କେତେ ସୁନ୍ଦର ହେଇଛି ଗାଁ ଟା। ଆଉ ବହୁତ ବଢିଆ ହେଇଛି ସବୁଆଡେ ମାନେ ସୁନସାନ ରହିଛି। କଣ ନା ଏଇଟା ବର୍ଷା ଦିନ ଚାଷ ହୁଏ ସବୁ। ଏଠି ପାଣିର ସୁବିଧା ନାହିଁ। ଯାହା ଟିକେ ଟିକେ ପାଣି ଅଛି ସେ ଯୋଉ ଧାନ ଜମି ଚାଷ ହଉଛି ସେଠି। ମାନେ ଧାନ ଚାଷ ହେଇଛି ସେଠି ରହିଛି। ଟିକେ ଟିକେ ଏଠି ପାଣିର ସୁବିଧା ନାହିଁ। ତେଣୁ ଏ ସମୟରେ ବର୍ତ୍ତମାନ ସବୁଆଡେ ଫାଙ୍କା ଫାଙ୍କା ରହିବ। ଆଉ ତାଙ୍କର ଏଇ ହଉଛି ଆଦିବାସୀ ଗାଁ ଯୋଉ ଟାଇଲି ଘର ଯୋଉଟା ଅଛି। ସବୁ ରହିଛି ଟାଇଲି ଘର। ଏବେ ସବୁ ସରକାର ସବୁ ଦେଲେଣି ଟିକେ ମାନେ ତାଙ୍କୁ ମାନେ ସରକାରୀ ସହାୟତା ମିଳୁଛି। ସେମାନେ ସବୁ ଘର କରିଗଲେଣି ଏଇ ଯୋଉ ଆବାସ ଘର ଗୁଡା ସବୁ। ଆଉ ଯାହା ସବୁ ତାଙ୍କର ନିଜର ପୁରୁଣା ଘର କରିଛନ୍ତି। ଏମାନଙ୍କର ଜୀବନ ଶୈଳୀ ହଉଛି, ଏମାନେ ହଉଛନ୍ତି ଆଦିବାସୀ ପର୍ଜା ଆଦିବାସୀ ଦୋରା ଏଇ ସବୁ ମିଶିକି ରହିଛନ୍ତି। ଆଉ ଏଠି ମାନେ ବହୁତ ଶାନ୍ତ ସରଳ ଜୀବନ ଯାପନ କରନ୍ତି। ତା ଭିତରେ ଭିତରେ ସବୁ ଘର କେତେ ଇଏ ଅଛି। ବାଟ ସବୁ ସିଧା ସିଧା ଏଇଠି କଣ ଅଙ୍କା ବଙ୍କା ଗଳି କନ୍ଦି ବାଟ ସବୁ। ଦେଖିବା ୟା ଭିତରେ କଣ ସବୁ ଅଛି। ଏଠି ଗୋଟେ ଘର ଅଛି ଛେଳି ଗୁହାଳ। ଗାଈ ଗୁହାଳ। ଲୋକ ପ୍ରାୟ କମ ଅଛନ୍ତି। ହାଟ ଏଇଠି ଅଛି ବୋଲି ସବୁ ପଳେଇ ଯାଇଛନ୍ତି। କବାଟ ଫବାଟ ସେଇ ସବୁ ଦେଖୁନ ସବୁ।
ତାଲା ପଡିଛି, ସବୁ ତାଲା ପଡିଛି। ଏଠି ଖଟିଆ ତାଙ୍କର, କିଏ କୁଆଡେ ନାହାନ୍ତି, ଅଳ୍ପ ଲୋକ। ତେଣୁ ମୋ ଭିଡିଓଟି କେମିତି ଲାଗିଲା ଆପଣ ମାନଙ୍କୁ ଭିଡିଓ ମାଧ୍ୟମରେ ସବୁ ଆଦିବାସୀ ଗାଁର ଦେଖେଇଲି, ସବୁ ତାଙ୍କର ବିଲ ବାଡି ଗଛ ବୁଛ ସବୁ ଦେଖେଇଲି। ଆପଣଙ୍କୁ କେମିତି ଲାଗିଲା ଭିଡିଓଟି ନିଶ୍ଚୟ କମେଣ୍ଟ ସେକ୍ସନ ଲେଖିବେ, ଲାଇକ୍ କରିବେ, ସବସ୍କ୍ରାଇବ କରିବେ, ବେଲ୍ ଆଇକନକୁ ଦବେଇ ଦେବେ। ଆପଣ ମାନେ ସମସ୍ତେ ଭଲରେ ଥାଆନ୍ତୁ, ଆପଣମାନଙ୍କ ଆଶୀର୍ବାଦ ଭଲ ପାଇବା ମୋ ପ୍ରତି ରହିଥାଉ। ଜୟ ଜଗନ୍ନାଥ। ନୂଆ ନୂଆ ଆଉ କିଛି ନୂଆ ଭିଡିଓ ଆପଣଙ୍କୁ ନେକ୍ସଟ ଭିଡିଓରେ ଦେଖିବା ପାଇଁ ଚେଷ୍ଟା କରି, ଜୟ ଜଗନ୍ନାଥ, ରହିଲି।